ଯାତ୍ରା କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ କରୁ। ଆସନ୍ତୁ ଆମେ ପାଳକ ପ୍ରେମାଶିଷ ସତମାଙ୍କ ଦ୍ୱାରା ଲିଖିତ ଆଜିର ଡିଭୋସନ ବିଷୟରେ ଚର୍ଚ୍ଚା କରିବା। Praise the Lord. Praise the Lord. আজি ଆମେ ପାଳକ ପ୍ରେମାଶିଷ ସତମନଙ୍କର ଗୋଟେ ଲେଖା ଈଶ୍ୱର ଆପଣଙ୍କର ଆରୋଗ୍ୟକାରୀ ସେଇ ବିଷୟରେ ଟିକେ ଗଭୀର ଭାବରେ ଦେଖିବା। ହଁ ନିଶ୍ଚୟ, ଏଇଟା ବହୁତ ସମୟରେ ମନକୁ ଆସେ। ହଁ, ଯେମିତିକି ଯେତେବେଳେ ଆମେ ଦୁର୍ବଳ ହୋଇଯାଉ ଶାରୀରିକ ବା ମାନସିକ ସ୍ତରରେ ପରମେଶ୍ୱର କ'ଣ ସତରେ ସାହାଯ୍ୟ କରନ୍ତି? ମାନେ ସେ ଶକ୍ତି ଆସେ କୋଉଠୁ, ଆରୋଗ୍ୟ କେମିତି ମିଳେ? ଠିକ୍। ତେବେ ଆମର ଆଜିର ଏ ଆଲୋଚନାର ଲକ୍ଷ୍ୟ ହେଉଛି ଏଇ ଲେଖା ଭିତରେ ପରମେଶ୍ୱରଙ୍କର ଆରୋଗ୍ୟକାରୀ ସ୍ୱଭାବ ଆଉ ସେଥିରେ ବିଶ୍ୱାସର ଭୂମିକା କ'ଣ ସେଇଟା ବୁଝିବା। ବହୁତ ଭଲ। ଲେଖା ଆରମ୍ଭରୁ ହିଁ ଗୋଟେ ଦୃଢ଼ କଥା କହୁଛି ଯେ ପରମେଶ୍ୱର କେବଳ ଯେ ସୁସ୍ଥ କରିପାରନ୍ତି ତା ନୁହେଁ, ସେ ସୁସ୍ଥ କରିବାକୁ ଚାହାନ୍ତି ମଧ୍ୟ। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଅନେକ ଭାବନ୍ତି ହଁ ପରମେଶ୍ୱରଙ୍କ ପାଖରେ ଶକ୍ତି ତ ଅଛି, କିନ୍ତୁ ଆମ ପାଇଁ ସେ କ'ଣ ସତରେ ଚିନ୍ତିତ? ଆଚ୍ଛା। ଆଉ ଏହାର ମୂଳଦୁଆ ଲେଖକ କହୁଛନ୍ତି ଅଛି ଯାତ୍ରା ପୁସ୍ତକ 15:26ରେ। ଓହୋ, ସେଇ ପଦ। ହଁ, ଯୋଉଠି ପରମେଶ୍ୱର ନିଜେ କହୁଛନ୍ତି ଆମ୍ଭେ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ। ୟାକୁ ଲେଖକ କେବଳ ଗୋଟେ ଘୋଷଣା ଭାବରେ ଦେଖୁନାହାନ୍ତି, ମାନେ ଏହା ପରମେଶ୍ୱରଙ୍କ ଚରିତ୍ରର ଏକ ପ୍ରକାଶ, ତାଙ୍କର ଗୋଟେ ନାମ, ତାଙ୍କର ସ୍ୱଭାବ। ବୁଝିଲି। ଆଉ ଯୀଶୁଖ୍ରୀଷ୍ଟଙ୍କ ଜୀବନକୁ ଦେଖିଲେ ଏଇ କଥାଟା ଆହୁରି ସ୍ପଷ୍ଟ ହେଇଯାଏ ବୋଲି ଲେଖକ କହୁଛନ୍ତି। ନିଶ୍ଚୟ। ସୁସମାଚାରରେ ତ ବାରମ୍ବାର ଅଛି ଯୀଶୁ ତାଙ୍କ ପାଖକୁ ଯିଏ ବି ଆସିଲା ସମସ୍ତଙ୍କୁ ସୁସ୍ଥ କଲେ। ମାଥ୍ୟୁ 8ରେ ସେ କୁଷ୍ଠରୋଗୀ କଥା। ହଁ, ସେ କହିଲେ ମୋର ଇଚ୍ଛା ତୁମ୍ଭେ ଶୁଚି ହୁଅ, କାହାକୁ ସେ ମନା କରିନାହାନ୍ତି। କାହାକୁ ନୁହେଁ। ଆଉ ଏବ୍ରିୟ 1.3 ପଦଟା ଏଠି ବହୁତ ପ୍ରାସଙ୍ଗିକ। ସେଠି କୁହାଯାଇଛି ଯୀଶୁ ହେଉଛନ୍ତି ପରମେଶ୍ୱରଙ୍କ ଗୌରବର ପ୍ରତିଭା ଆଉ ତାଙ୍କ ସତ୍ତାର ସଠିକ ପ୍ରତିମୂର୍ତ୍ତି। ତେଣୁ ଯୀଶୁ ଯାହା କଲେ ତାହା ହିଁ ପିତା ପରମେଶ୍ୱରଙ୍କ ଇଚ୍ଛାକୁ ଦେଖାଏ। ତାଙ୍କ ସ୍ୱଭାବ ହେଉଛି ଆରୋଗ୍ୟ ଦେବା, ପୁନରୁଦ୍ଧାର କରିବା। କିନ୍ତୁ ଏଇଠି ଗୋଟେ ସାଧାରଣ ପ୍ରଶ୍ନ ଆସେ, ଯଦି ପରମେଶ୍ୱର ନିଜେ ସୁସ୍ଥ କରନ୍ତି ତାହେଲେ ଡାକ୍ତର, ଔଷଧ ଏସବୁର କ'ଣ ଦରକାର? ହଁ, ଏଇଟା ଗୋଟେ ବଡ଼ ଦ୍ୱନ୍ଦ୍ୱ। ବିଶ୍ୱାସୀମାନେ କ'ଣ ଡାକ୍ତର ପାଖକୁ ଯିବା ଉଚିତ ନୁହେଁ? ନା ନା, ଲେଖା ଏକଥାକୁ ବହୁତ ଭଲ ଭାବେ ବୁଝାଉଛି। ପରମେଶ୍ୱର ଡାକ୍ତର ଆଉ ଔଷଧ ମାଧ୍ୟମରେ ବି କାମ କରନ୍ତି। ଆଚ୍ଛା। ହଁ, କାରଣ ଡାକ୍ତରଙ୍କର ଜ୍ଞାନ, ବୁଦ୍ଧି, ଔଷଧରେ ଥିବା ଉପାଦାନ ଏସବୁ ବି ତ ତାଙ୍କ ସୃଷ୍ଟିର ଅଂଶ। ଠିକ୍। ସେ ଆମକୁ ବୁଦ୍ଧି ଦେଇଛନ୍ତି, ପ୍ରାକୃତିକ ସମ୍ବଳ ଦେଇଛନ୍ତି। ତେଣୁ ଚମତ୍କାର ହେଉ କି ଡାକ୍ତରୀ ସାହାଯ୍ୟ, ଦୁଇଟା ଯାକ ତାଙ୍କ ଆରୋଗ୍ୟର ମାଧ୍ୟମ ହୋଇପାରେ। ମୂଳ କଥା ହେଲା ବିଶ୍ୱାସ। ଏକଦମ ମୂଳ କଥା ହେଲା ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖିବା, ସେ ଯେଉଁ ବାଟରେ ବି କାମ କରନ୍ତୁ। ଏ ବହୁତ ମହତ୍ୱପୂର୍ଣ୍ଣ ଦୃଷ୍ଟିକୋଣ। ଲେଖାରେ ଆଉ ଗୋଟେ ଭଲ କଥା ଅଛି, ମାନେ ଏମିତି ଗୋଟେ ଇଲଷ୍ଟ୍ରେସନ ବା ଚିତ୍ରଣ ଭଳି। ହଁ, କୁହନ୍ତୁ। ଯେ ଯୀଶୁ ଲୋକମାନଙ୍କର ବିଶ୍ୱାସକୁ ସେମାନଙ୍କର ନିଜ ସ୍ତରରେ ଗ୍ରହଣ କରୁଥିଲେ। ଆଚ୍ଛା। ଯେମିତି କିଏ ହୁଏତ ଭାବୁଥିବ ମୁଁ ଖାଲି ପ୍ରାର୍ଥନା କରିବି ଆଉ ଭଲ ହେଇଯିବି, ପୁରା ଚମତ୍କାର ଆଶା କରୁଥିବ। ହଁ। ଆଉ କିଏ ହୁଏତ ଡାକ୍ତର ଦେଖାଉଥିବ ଆଉ ବିଶ୍ୱାସ କରୁଥିବ ଯେ ପରମେଶ୍ୱର ଏହି ଚିକିତ୍ସା ଦ୍ୱାରା ମୋତେ ଶୀଘ୍ର ସୁସ୍ଥ କରିବେ। ଠିକ୍। ଆଉ ଲେଖକ କହୁଛନ୍ତି ପରମେଶ୍ୱର ଦୁଇ ପ୍ରକାର ବିଶ୍ୱାସକୁ ଗ୍ରହଣ କରନ୍ତି। ସେ କାହାକୁ ଭୁଲ କହୁନାହାନ୍ତି। ମାନେ ବିଶ୍ୱାସର ସ୍ତର ଅଲଗା ହୋଇପାରେ। ହଁ, ସେ ବ୍ୟକ୍ତିର ହୃଦୟକୁ ଦେଖନ୍ତି, ତାର ବିଶ୍ୱାସ ଅନୁସାରେ କାମ କରନ୍ତି। ତେବେ ଏତେ ସବୁ ପରେ ବି ସେଇ କଷ୍ଟ ପ୍ରଶ୍ନଟା ରହିଯାଉଛି। କୋଉଟା? ଯଦି ପରମେଶ୍ୱର ସୁସ୍ଥ କରିବାକୁ ଚାହାନ୍ତି ଆଉ ଯୀଶୁଙ୍କ ଦ୍ୱାରା ଆରୋଗ୍ୟ ସମସ୍ତଙ୍କ ପାଇଁ ଉପଲବ୍ଧ, ତାହେଲେ କାହିଁକି କିଛି ଲୋକ ସୁସ୍ଥ ହୁଅନ୍ତିନି? କିଛି ଲୋକ ଦୀର୍ଘଦିନ କଷ୍ଟ ପାଆନ୍ତି, ଏମିତିକି ମୃତ୍ୟୁ ହୁଏ। ଏଇଟା ବାସ୍ତବରେ ବହୁତ କଷ୍ଟଦାୟକ ଓ ସମ୍ବେଦନଶୀଳ ପ୍ରଶ୍ନ। ଏହାର ସହଜ ଉତ୍ତର ନାହିଁ। ହଁ, କିନ୍ତୁ ଲେଖକ ଏଠି 1 ପିଟର 2.24 କଥା କହୁଛନ୍ତି, ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହୋଇଅଛୁ। ହଁ, ଅତୀତ କାଳରେ ଅଛି, ହୋଇଅଛୁ। ଠିକ୍। ମାନେ ଲେଖକଙ୍କ ବ୍ୟାଖ୍ୟା ଅନୁସାରେ ଯୀଶୁଙ୍କ ବଳିଦାନ ଦ୍ୱାରା ଆରୋଗ୍ୟ ଗୋଟେ ସମ୍ପନ୍ନ ହୋଇସାରିଥିବା କାର୍ଯ୍ୟ। ଏହା ଏକ ବାସ୍ତବତା ଯାହା ସମସ୍ତଙ୍କ ପାଇଁ ଉପଲବ୍ଧ। ଆଚ୍ଛା। ତେଣୁ ପ୍ରଶ୍ନଟା ପରମେଶ୍ୱରଙ୍କ ଇଚ୍ଛା ବା ଶକ୍ତି ଉପରେ ନୁହେଁ, ବରଂ ଆମେ ସେହି ଆରୋଗ୍ୟକୁ ବିଶ୍ୱାସ ଦ୍ୱାରା କେମିତି ଗ୍ରହଣ କରୁଛୁ ଏବଂ ତାଙ୍କ ସମୟକୁ ଅପେକ୍ଷା କରୁଛୁ। ହଁ, ତାଙ୍କ ସମୟ ଆଉ ତାଙ୍କ ପଦ୍ଧତି ଉପରେ ଭରସା ରଖିବା। କାହିଁକି ବିଳମ୍ବ ହୁଏ ବା କ'ଣ ଘଟେ ସେସବୁ ଆମେ ସବୁବେଳେ ବୁଝି ନ ପାରୁ, କିନ୍ତୁ ବିଶ୍ୱାସ ରଖିବାକୁ ଆହ୍ୱାନ ଅଛି। ତେବେ
ମୋଟାମୋଟି ଭାବେ ପାଳକ ପ୍ରେମାସୀ ସତମନଙ୍କର ଏଇ ଲେଖାର ମୁଖ୍ୟ ବାର୍ତ୍ତା ହେଲା ଯେ ପରମେଶ୍ୱର ହିଁ ଆମର ପ୍ରକୃତ ଆରୋଗ୍ୟକାରୀ, ଜିହୋଭା ରାଫା। ହଁ, ସେ ଶାରୀରିକ, ମାନସିକ, ଆଧ୍ୟାତ୍ମିକ ସବୁ ସ୍ତରରେ ଆମକୁ ପୁନରୁଦ୍ଧାର କରିବାକୁ ସବୁବେଳେ ପ୍ରସ୍ତୁତ ଅଛନ୍ତି। ଆଉ ସେ ଇଚ୍ଛୁକ ମଧ୍ୟ, ଚାହଁ ତାହା ସିଧା ଚମତ୍କାର ଦ୍ୱାରା ହେଉ କି ଡାକ୍ତରୀ ସାହାଯ୍ୟ ଦ୍ୱାରା। କିନ୍ତୁ ଶେଷରେ ସବୁ ନିର୍ଭର କରେ ଆମ ବିଶ୍ୱାସ ଆଉ ତାଙ୍କ ସମୟ ଉପରେ। ହଁ, ଏଇ ଆଲୋଚନାର ଶେଷରେ ମୋ ମନରେ ଗୋଟେ କଥା ଆସୁଛି। କ'ଣ? ଯଦି ଆମେ ପରମେଶ୍ୱରଙ୍କୁ କେବଳ ଶରୀର ଭଲ ହେବା ପାଇଁ ନୁହେଁ, ବରଂ ଜୀବନର ସବୁ ଦୁର୍ବଳତା, ସବୁ ଚ୍ୟାଲେଞ୍ଜ, ସବୁ ଆବଶ୍ୟକତାରେ ଆମର ଶକ୍ତିର ମୂଳ ଉତ୍ସ ବୋଲି ମାନିବା ଆରମ୍ଭ କରୁ, ତାହେଲେ ଆମର ପୁରା ଜୀବନକୁ ଦେଖିବାର ଦୃଷ୍ଟିକୋଣ ଆଉ ଆମର ଅନୁଭୂତି କେମିତି ବଦଳିଯିବ। ୱାଃ, ଏଇଟା ପ୍ରକୃତରେ ଗୋଟେ ଗଭୀର ଚିନ୍ତାର ବିଷୟ। ଆସନ୍ତୁ ଶେଷରେ ଲେଖକଙ୍କ ଦ୍ୱାରା ଦିଆଯାଇଥିବା ସେହି ଛୋଟ ପ୍ରାର୍ଥନାକୁ ମନେ ପକାଇବା। ହଁ ପ୍ରଭୁ, ମୋ ଜୀବନ ପାଇଁ ତୁମ ମହାନ ଯୋଜନା ପାଇଁ ଧନ୍ୟବାଦ। ମୁଁ ତୁମ ଉଦ୍ଦେଶ୍ୟ ଉପରେ ଭରସା କରି ଖ୍ରୀଷ୍ଟଙ୍କ ଶକ୍ତିରେ ନିର୍ଭୟ ଭାବରେ ବଞ୍ଚିପାରିବି। ଆମେନ୍। ଆମେନ୍। ପ୍ରେଜ୍ ଦ ଲର୍ଡ। ଆଜି ଆତ୍ମିକ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଧନ୍ୟବାଦ, ଯେଉଁଠି ଆମେ ପ୍ରତିଦିନ ପରମେଶ୍ୱରଙ୍କ ବାକ୍ୟ ଆଲୋଚନା କରୁଅଛୁ। ଯଦି ଏହି କାର୍ଯ୍ୟକ୍ରମ ଆପଣଙ୍କୁ ଆଶୀର୍ବାଦ ଦେଇଅଛି, ତେବେ ଏହାକୁ ଆପଣ ଫ୍ୟାମିଲି ଆଉ ଫ୍ରେଣ୍ଡସ୍ ହ୍ୱାଟ୍ସଆପ୍ ଗ୍ରୁପରେ ସେୟାର କରନ୍ତୁ। ଆସନ୍ତାକାଲି ପୁଣି ଦେଖା ହେବା। ଧନ୍ୟବାଦ।